ଲଗାଣ ବର୍ଷାରେ କାନ୍ଥ ଭାଙ୍ଗି ବେସାହାରା ଘରେ ପହଞ୍ଚିଲା ଜିଏସଏସ୍। ପ୍ରଶାସନ ପୂର୍ବରୁ ଜିଏସଏସ୍ ରିଲିଫ ସେବା। ନମସ୍କାର, ମୁଁ ସମୀର ସ୍ୱାଗତ କରୁଛି ଜି ନ୍ୟୁଜ୍ ଭାରତକୁ। ଆଜ୍ଞା ହଁ, ଆପଣ ଠିକ୍ ଶୁଣୁଛନ୍ତି। ନିଆଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାରେ ଚାଳଘର କାନ୍ଥ ଭାଙ୍ଗି ଯାଇଥିଲା। ବାରମ୍ବାର ଘର ପାଇଁ ଆବେଦନ ଏବଂ ନିବେଦନ ପରେ ଘର ଦେଉନାହାନ୍ତି ପ୍ରଶାସନ ବୋଲି ଅଭିଯୋଗ କରିଛନ୍ତି ଅସହାୟ ପରିବାର। ସେହିପରି ଲଗାଣ ବର୍ଷାରେ ଆସବାବପତ୍ର ସବୁ ମାଟି ତଳେ ରହିଯାଇଛି। ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ତଥା ଗାନ୍ଧୀବାଦୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ପରିବାର ତରଫରୁ ଅସହାୟ ପରିବାରକୁ ଦେଖିବା ସହ ରିଲିଫ ପ୍ରଦାନ କରିଛି। ବ୍ଲକ ପ୍ରଶାସନ ପୂର୍ବରୁ ନିଆଳିରେ ସର୍ବପ୍ରଥମେ ଜିଏସଏସ୍ ତରଫରୁ ରିଲିଫ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଅଳତଳଙ୍ଗର ଅନସୂୟା ପ୍ରଧାନ, ମଙ୍ଗୁ ପ୍ରଧାନଙ୍କ ବହୁ ପୁରୁଣା ଘର କାନ୍ଥ ପଡ଼ିଯାଇଥିଲା। ତଣ୍ଡିକଣାରେ କାଇନ୍ ଭୋଇ ସଲେଇବେଦପୁରରେ ଛବି ଖଟେଇଙ୍କର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି ଏବଂ ଜହ୍ଲାରପୁର ଗ୍ରାମରେ କିଛି ଦଳିତ ପରିବାରକୁ ରାସ୍ତା ନାହିଁ। ସେମାନଙ୍କୁ ଯାଇ ଭେଟିବା ସହ ସମସ୍ତ ସୁବିଧା ଦେବା ପାଇଁ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନକୁ ଅନୁରୋଧ କରିଛନ୍ତି ଅନୁଷ୍ଠାନ ନେତୃବୃନ୍ଦ। ଏ କାର୍ଯ୍ୟକ୍ରମରେ ଅନୁଷ୍ଠାନ ନିର୍ଦ୍ଦେଶକ କୃଷିବିତ୍ ପ୍ରମୋଦ କୁମାର ମଲ୍ଲିକ, ସ୍ଥାୟୀ ସଭାପତି ପ୍ରସନ୍ନ ପାତ୍ର, ବରିଷ୍ଠ ସଭ୍ୟ ସମାଜସେବୀ ସ୍ମୃତିରଞ୍ଜନ ସାହୁ, ସହ ନିର୍ଦ୍ଦେଶକ ଲଲାଟେନ୍ଦୁ ସାହୁ, କୋଷାଧ୍ୟକ୍ଷ ହେମନ୍ତ କୁମାର ମଲ୍ଲିକ, କାର୍ତ୍ତିଶ୍ରୀ ଭୋଇ, ଶ୍ରେୟାଶ୍ରୀ ପ୍ରିୟଦର୍ଶିନୀ ଜେନା, ପ୍ରିୟଙ୍କା ମଲ୍ଲିକ, ମହାତ୍ମା ଗାନ୍ଧୀ କମ୍ପ୍ୟୁଟର ସେଣ୍ଟରର ପ୍ରଶିକ୍ଷକ ରୁଦ୍ରନାରାୟଣ ରାଉତ, ଲକ୍ଷ୍ମୀପ୍ରିୟା ଦାସ, ନିହାରିକା ମଲ୍ଲିକ, ମୌସୁମୀ ପ୍ରଧାନ, ପ୍ରିୟଙ୍କା ଭୂୟାଁ ପ୍ରମୁଖ ରିଲିଫ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡକ୍ଟର ଧନ୍ଦାକାନ୍ତ ମିଶ୍ରଙ୍କ ସହଯୋଗ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କରୋନାରେ ଯେମିତି ସେବା କାର୍ଯ୍ୟ କରୁଥିଲୁ, ବର୍ଷା ଏବଂ ବନ୍ୟାରେ ଅସହାୟ ପରିବାରଙ୍କ ପାଇଁ ଆମେ ନିଶ୍ଚୟ ସେବା ଦେବୁ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସମାଜସେବୀ ସନ୍ତୋଷ କୁମାର ମାଝୀ ସୂଚନା ଦେବା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୁଶ୍ରୀ ପ୍ରିୟଙ୍କାଙ୍କ ରିପୋର୍ଟ, ଜି ନ୍ୟୁଜ୍ ଭାରତ। चंद्र मल्लिक, घर जलारपुर भातुड़ा आम घर निवासी। कौन असुविधा है? आमर एसएस ग्रुप आसिक किसी अनुदान देकी जाइछंती। आम मुख्य कारण हूँ रास्ता रास्ताटा जेपर्यंत नहीं आमर बहुत सम्मुखीन असुविधा हो। केते वर्ष लाइट रहलेनी? आम 60-65 वर्ष आज्ञा ये रहीकि आसुचु, किंतु छोट पिला जावासिया पाठ पढ़ापी बहुत असुविधार सम्मुखीन होती। रास्ता खंडिए हेले आम बहुत चिरोपकृत हूँ। विधायक आसते आरंभर जो अन्य विधायक अच्छा छवि मल्लिक से आसते कहले हाँ रास्ता देखिया करदे, सुविधा देखिए करदे, जिते आसुँच सब कही नहीं कि चली जाऊँ, कहीं कर ना गंध धरना आज्ञा। खाली कहीदे गले कौन हम सारे कम कले हम। आमर मेडिकल जीवु गोटे पेसेंट जदि अने कौन असुविधा है धरिकी कांधे बोईकी नहीं कि जीवु आम मेडिकल जीवु खटिया धरिकी। भ्रमर गडे कौन है? घर पागिगला वर्षारे आम जा धान अंडे चाउल अंडे था नहीं बारंडा रखिलु। तापर वर्षा तो है सीटी जा रहीकि फेरे मोर पुटी सी तार अलग आम अलग जीएसएस कॉलेज पिला कौन सब देले सब? ए लुगा देले, गामछा देले, सामग्री दे घर दरकार आमर चारू खटे। कौन असुविधा है? एई घर जोगुरी एमती असुविधा है कौन करू। या भत्ता पकईलुणी बरसे है किंतु बरसे है भत्ता आसुनी 60 है। सब निवेदन कर हो नहीं? कही पकई जो अन्याय पकाती कि पकई कहीं एपर्यंत आसलानी। तापर यांकर आसूला बैंक को जाऊला पैसा 4 मास है यांकर आसुनी। कौन असुविधा है? असुविधा यही घर द्वार ना सब बड़े कांथ पड़ जाऊँ। छोट छोट छुआ सरपंच पाखक गली खाया पिया ना कि ना जरी खंडे देले ना कि आसिक कहले ना देखिए आइले ना सरपंच अभाव संसार घर सब बड़े कांथ पड़ती। सब बड़े कांथ दौची घर भी टोटाली शुणिले ना देले ना। ब्लॉक गली 4-5 थर, स्कूल पाक गली 4-5 थर मो डाक कहीं शुणिले नहीं। वर्षा घर द्वार वर्षा कांथ पड़गला बुआ छुड़ी जुआ राति राति कंथ देलु। कौन प्रशासन कौन घर पर दाबी कर घर मो छुआ को बास हराई दिंतु आपण कि कौन नहीं सारे खाली घर हराई दिंतु। से आसते आमको रिलीफ प्रदान कर जी से आसते प्रशासन आसी ना जी से आम रिलीफ प्रदान कर धन्यवाद मुझे अभाव कर पहुँची। रंजन साहू जीएसएस जन सदस्य एवं जन समाजसेवी।
ଆଜି ଆସିଥିଲେ ଯୋଉ ରିଲିଫ ବାଣ୍ଟିଲେ 3-4ଟା ଜାଗା କଣ କହିବେ? ଆମେ ଆଜି ପ୍ରଥମେ ଅଳତଳଙ୍ଗ ଯାଇଥିଲୁ, ସେ ଦେଖିଲୁ ଯେ ସେ ମ୍ୟାଡ଼ାମଙ୍କର ଘର ପୁରା ଭାଙ୍ଗି ଯାଇଛି। ତାପରେ ତଣ୍ଡିକଣା ଗଲୁ, ତାଙ୍କର ବି ଘର ମଧ୍ୟ ଭାଙ୍ଗି ଯାଇଛି। ତାପରେ ଶଳେଇ ଆସିଲୁ, ଶଳେଇରେ ବି ଦେଖିଲୁ ଯେ ତାଙ୍କର ବି ଘର ଭାଙ୍ଗି ଯାଇଛି, ପୁରା ମାଟିରେ ମିଶି ଯାଇଛି। ତାପରେ ଜହ୍ଲାରପୁର ଯିବୁ। ଆମେ ଛୋଟ ପ୍ରୟାସ କରୁଛୁ, ବର୍ତ୍ତମାନ ଛୋଟ ପିଲାମାନେ କିଛି ମିଶିକିରି ଆମ ସଦସ୍ୟମାନେ ମିଶିକିରି କିଛି ସହଯୋଗ କରୁଛନ୍ତି, କିନ୍ତୁ ଏହା କିଛି ନୁହେଁ। ଆମେ ସରକାରଙ୍କୁ ନିବେଦନ କରୁଛୁ ସେମାନଙ୍କୁ କିଛି ଆସି ଦେଖି କିଛି ସହଯୋଗ କରନ୍ତୁ। ମୁଁ ପ୍ରମୋଦ କୁମାର ମଲ୍ଲିକ, जीएसएस ର ନିର୍ଦ୍ଦେଶକ। ବାସ୍ତବିକ ଆଜି ଗୋଟିଏ ଯୋଉ ବିପର୍ଯ୍ୟୟ ଘଟିଛି, जीएसएस ର ସମସ୍ତ କର୍ମକର୍ତ୍ତା ଏବଂ କଲେଜର ବହୁ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରୁ କିଛି ଅର୍ଥ ସଂଗ୍ରହ କରି ଏ ବିପର୍ଯ୍ୟୟ ଯୋଉ ଘଟିଛି ବର୍ତ୍ତମାନ ବର୍ଷା ଜନିତ ପାଇଁ ସେମାନେ ଅଳତଳଙ୍ଗ ଯାଇଥିଲୁ, ତଣ୍ଡିକଣା ଗଲୁ ଏବଂ ଶଳେଇ ଆସିଲୁ। ସ୍ପେସିଫିକ୍ କ'ଣ କରାହେଉଛି ନା ଯେଉଁ ଲୋକଙ୍କର କିଛି ନାହିଁ ନିଃସ୍ୱ ସେଇ ଜାଗାରେ ଦିଆହେଇଛି। ଆଉ ସର୍ବପ୍ରଥମେ ଏ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସଭ୍ୟା ଏବଂ ଆମ ସାଥିରେ ଥିବା ମୋର ଛୋଟ ଭଉଣୀମାନେ ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଛି ସେମାନେ ମଧ୍ୟ ସାଧୁବାଦ। ତେଣୁ ଏ ବର୍ତ୍ତମାନ ଆମେ ଶଳେଇରେ ଅଛୁ। ବର୍ତ୍ତମାନ ସେଠୁ ଜଲାରପୁର ଭାରତପୁର ଯାଇ ଯିବୁ। ତେଣୁ ଏଇ ଯେଉଁ ଅନୁଷ୍ଠାନ ଆମେ କ'ଣ ଦେଉଛୁ, ମାନେ ଅନୁଷ୍ଠାନ ତାର କିଛି ନିଜସ୍ୱ ଆୟ ନାହିଁ। ଯାହା ପିଲାମାନେ ଏବଂ ସଭ୍ୟମାନେ ସଂଗ୍ରହ କରିକି ଦେଇଛି, କିଞ୍ଚିତ ଯାହା ଦେଇଛନ୍ତି ସଂକ୍ଷେତ୍ର କିଛି ନୁହେଁ ସିଏ। ବର୍ତ୍ତମାନ ଆମେ ଦେଖିଲୁ, ବର୍ତ୍ତମାନ ଶଳେଇ ଯେଉଁ ଜାଗାରେ ଆମେ ଛିଡ଼ା ହେଇଛୁ, ଗୋଟେ ଦୁଃଖର କଥା ଯେ ମଉସାଙ୍କର ଗୋଟେ ପୁଅ ସେ ପଚାରୁନାହିଁ। ଆଠୁ ବଳି ଦୁଃଖ କଥା ସମାଜ ଆମେ କେତେ ତଳ ସ୍ତରରୁ ଖସି ଯାଇଛି। ଆଜି ସେ ଶଳେଇ ନାଁ କହୁନାହିଁ, ନାଁ କହିଲେ ଭଲ ନୁହେଁ। ତାଙ୍କର ଯେଉଁ ଅବସ୍ଥା ଦେଖିଲେ ଯେକୌଣସି ଲୋକର ଆଖିରେ ଲୁହ ଆସିଯିବ। ତେଣୁ ଆମ ଅନୁଷ୍ଠାନର ସମସ୍ତ ଭାଇ ବନ୍ଧୁ ଏବଂ ମୋର ଶ୍ରଦ୍ଧେୟ କୁନି କୁନି ଭଉଣୀମାନେ ଯେଉଁ ଚେଷ୍ଟା କରିଛନ୍ତି, ମୁଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ତାଙ୍କର ଏ ଉଦ୍ୟମ ଚେଷ୍ଟା ଜାରି ରହୁ ଏବଂ ପ୍ରଭୁ ଜଗନ୍ନାଥ ଏ ପିଲାମାନଙ୍କର, କଲେଜ ପିଲାମାନଙ୍କର ଚଲାପଥ କୁସୁମତ କରନ୍ତୁ ଏବଂ ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ। ଏବଂ ଏହିପରି ସାହାଯ୍ୟ ସହଯୋଗ ସେମାନଙ୍କ ଦ୍ୱାରା ସେମାନଙ୍କର ଆମେ ଆଶା କରୁଛୁ ଏବଂ ଆଶା ମଧ୍ୟ ରହିବ। ଆଉ ବିଶେଷ କିଛି କହୁନି। ଆଉ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।